ମୋ ନାଁ ଧ୍ରୁବଚରଣ ମହାନ୍ତ। ମୋ ଘର ଢୋଲପତ୍ର ବାରଆଡ଼ିଆ ପଞ୍ଚାୟତ। ମୁଁ ଆଜି ପ୍ରେସ୍ ମିଟ୍ ଡାକିଛୁ। ଆମେ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ତରଫରୁ ଡାକିଛୁ। ଆମର ପ୍ରଥମେ ମୁଁ କହିଦେଉଛି, ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ କମିଟିଟି ବିସ୍ଥାପିତ ଭାଇ ଭଉଣୀମାନଙ୍କର, ଜମିହରା ଭାଇ ଭଉଣୀମାନଙ୍କର ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ଏ କମିଟି କାମ କରୁଛି। ଆରମ୍ଭରୁ ପ୍ଲାଣ୍ଟର କାମକୁ ପ୍ଲାଣ୍ଟ କେମିତି ହେବ ସେଥିପାଇଁ ଆମେ କାମ କରୁଛୁ ଏବଂ କେମିତି ବିସ୍ଥାପିତ ଲୋକ, ଜମିହରା ଲୋକ ଏବଂ ସ୍ଥାନୀୟ ଲୋକମାନେ ଭଲରେ ରହିବେ ସେ ଦିଗରେ ଆମ କମିଟି କାମ କରୁଛି। ଏ ଯେଉଁ ଜନଶୁଣାଣି ବର୍ତ୍ତମାନ ଅଛି ଡିସେମ୍ବର 20 ତାରିଖରେ ସାଧାରଣ ଜନଶୁଣାଣିଟା, ତେଣୁ ତାକୁ ଆମେ ଅପିଲ୍ କରୁଛୁ ଆପଣଙ୍କ ମାଧ୍ୟମରେ। ଗୋଟେ ଦେଖନ୍ତୁ, ବିଗତ ଦିନରେ ନୀଳାଚଳ ବନ୍ଦ ହେଇକି ପଡ଼ିଥିଲା, ବହୁତ ଅସୁବିଧା ହେଲା। ବିସ୍ଥାପିତ ଲୋକମାନେ ଆମର କେତେ ଲୋକ ଖାଇବାକୁ ପାଇଲେନି, ବହୁତ ଅସୁବିଧାରେ ପଡ଼ିଲେ। ଆମ ଗାଁର ଜଣେ ମହିଳା ଗୀତା ମହାନ୍ତ, ସେ ଡେଥ୍ ବି ହେଇଗଲେ ମାନସିକ ଦୁଶ୍ଚିନ୍ତାରେ ପଡ଼ିକି। ତାଙ୍କ ପରିବାର ଉଜୁଡ଼ିଗଲା ପୁରା। ଛୋଟ ଛୋଟ ଛୁଆ ଥିଲେ, ମୁଁ ଆଖିରେ ଦେଖିଛି। ପରବର୍ତ୍ତୀ ସମୟରେ ଟାଟା ଷ୍ଟିଲ୍ ଯେତେବେଳେ ଅଧିଗ୍ରହଣ କଲେ ନୀଳାଚଳକୁ, ବହୁତ ଖୁସିରେ ଗୋଟେ ଦିନରେ ସମସ୍ତଙ୍କୁ ପେମେଣ୍ଟ ଦେଲେ। ଆମେ ସମସ୍ତେ ତାକୁ ସାହାଯ୍ୟ କଲୁ, ବୋଲେ ଖୁସି ଲାଗିଲା। ଏବେ ବର୍ତ୍ତମାନ ତାକୁ ଆହୁରି 1 ମିଲିୟନ୍ ଟନ୍ରୁ 10 ମିଲିୟନ୍ ଟନ୍ କରିବେ, ତ ଆହୁରି ବିକାଶ ହେବ ବୋଲି ଆମେ ଆଶା କରୁଛୁ। ତା ସହିତ ପରିବେଶ ଯେଉଁ କଥା କହୁଥିଲେ ଆପଣମାନେ, ପରିବେଶ ପାଇଁ ଯେଉଁମାନେ ସବୁ ବିରୋଧ କରୁଛନ୍ତି, ଭଲ ମନ୍ଦ କରୁଛନ୍ତି, ପରିବେଶ ପାଇଁ ବି କାମ କରିବା ବୋଲି କମ୍ପାନୀ ସାଙ୍ଗରେ କରୁଛନ୍ତି। କମ୍ପାନୀ ଆହୁରି କେମିତି ଅଧିକ କରିବେ, ଧୂଳି ଉଡ଼ିବନି, ପାଣି ପକାଇବେ କିମ୍ବା କ'ଣ କରିବେ, ଶିକ୍ଷା ପାଇଁ କାମ କରିବେ, ସ୍ୱାସ୍ଥ୍ୟ ପାଇଁ କାମ କରିବେ। ଆମେ ସେଗୁଡ଼ା ବି ଅପିଲ୍ କରୁଛୁ, ସେଟା ବି କରନ୍ତୁ। ପ୍ଲାଣ୍ଟ ହଉ ମନା ନାହିଁ, ତା ସହିତ ଯେଉଁ ସ୍ଥାନୀୟ ଲୋକମାନେ ଯେଉଁମାନେ ଅଛନ୍ତି, ବିସ୍ଥାପିତ ଜମିହରା ଏବଂ ସ୍ଥାନୀୟ ସୁକିନ୍ଦାବାସୀମାନେ ସମସ୍ତେ ସେଥିରେ ବେନିଫିଟ୍ ପାଇବା ଦରକାର। ଆଉ ଏଇଟା ନହେଲେ ଗୋଟେ ପୁଞ୍ଜି ଆସିଛି, ପୁଞ୍ଜି ଯଦି ଫେରିଯିବ, ସାରା ଦୁନିଆ ଚାହୁଁଛି ବର୍ତ୍ତମାନ ପୁଞ୍ଜି କେମିତି ଆସିଲେ ଡେଭଲପ୍ ହେବ ଏରିଆ। ପୁଞ୍ଜିପତିମାନଙ୍କୁ ଡକା ହେଉଛି ବାହାରୁ, ସରକାର ଯାଇକି ଡାକି ଆଣୁଛନ୍ତି, ଯାହାର ଫଳସ୍ୱରୂପ ଆଜି ଆମେ ଗୋଟେ ଏତେ ବଡ଼ ଜିନିଷ ଆଜି ହେଇପାରୁଛି। 10 ମିଲିୟନ୍ ଟନ୍ ହେଲେ ଏଠି ଗ୍ୟାରେଣ୍ଟେଡ଼, ନିଶ୍ଚୟ ଡାଇରେକ୍ଟ ଇନଡାଇରେକ୍ଟ ଲୋକ ବେନିଫିଟ୍ ପାଇବେ। ଏଇଟା ପୁରା ଗ୍ୟାରେଣ୍ଟେଡ଼, ଡାଇରେକ୍ଟ ଇନଡାଇରେକ୍ଟ ପାଇବେ। କିଛି ଲୋକ ଡାଇରେକ୍ଟ ଚାକିରି କରିବେ, ଡାଇରେକ୍ଟ କାମ ଦାମ କରିକି ବେନିଫିଟ୍ ପାଇବେ। ଆଉ କିଛି ଲୋକ ଇନଡାଇରେକ୍ଟ ଦୋକାନ ବଜାର କରିକି କିମ୍ବା ଗାଁରେ ଘରଟେ କରିକି ଭଡ଼ା ଦେଇକି ଭଲରେ ରହିପାରିବେ। ଶିକ୍ଷା କ୍ଷେତ୍ରରେ ସେମିତି ସ୍କୁଲ କଲେଜରେ ପଢ଼ିବା ପାଇଁ ସ୍କଲାରସିପ୍, ଭଲ ମନ୍ଦ ଏସବୁ ତାଙ୍କୁ ଡିମାଣ୍ଡ ଦେଇକି ଆମକୁ କରାଇବାକୁ ପଡ଼ିବ। ତେଣୁ ଗୋଟେ ପ୍ରକଳ୍ପ ଯେତେବେଳେ ହେଉଛି, ଗୋଟେ ପୁଞ୍ଜି ନିବେଶ ହେଉଛି, ତାକୁ ଆମ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ତରଫରୁ ତାକୁ ଆମେ ପୂର୍ଣ୍ଣ ଦୃଢ଼ ସମର୍ଥନ କରୁଛୁ ଏବଂ ଆମେ ଅପିଲ୍ କରୁଛୁ ଆଜି ପ୍ରେସ୍ ମିଡ଼ିଆ ମାଧ୍ୟମରେ ଅନ୍ୟ ସୁକିନ୍ଦାବାସୀ ଭାଇ ଭଉଣୀମାନଙ୍କୁ ସମସ୍ତେ ଏଇ ଯେଉଁ ଜନଶୁଣାଣିକୁ ସଫଳ କରିବା ପାଇଁ ପ୍ରୟାସ ରଖନ୍ତୁ ଏବଂ ଯାହା ଦରକାର ଅଛି ସେଟା ଆଲୋଚନା ମାଧ୍ୟମରେ କଥା ହୁଅନ୍ତୁ। କଥା ହେଇକି ତାକୁ କମ୍ପାନୀମାନଙ୍କଠୁ ହଉ, ସରକାରଠୁ ତାକୁ ଆମକୁ ଆଣିବାକୁ ପଡ଼ିବ। ବିନୋଦ ହେମ୍ବ୍ରମ, ସମାଜସେବକ। ଆପଣମାନଙ୍କ ମାଧ୍ୟମରେ ଆମେ କହିବା ପାଇଁ ଚାହୁଁଛୁ ଏବଂ ଏ ବାର୍ତ୍ତାଟି ସରକାର ଏବଂ ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଚାହୁଁଛୁ। କଳିଙ୍ଗନଗର ଦେଖନ୍ତୁ, ଏ କଳ କାରଖାନାମୟ ଅଞ୍ଚଳ, ଏଠି ବିସ୍ଥାପିତ ହୋଇଛନ୍ତି, ଜାଗା ଗଲା, ଜମି ଗଲା, ସର୍ବସ୍ୱ ହରାଇଛନ୍ତି। ଯଦି କଳକାରଖାନାକୁ ଆମେ ବିରୋଧ କରିବୁ ତାହେଲେ ଖାଇବେ କ'ଣ, ବଞ୍ଚିବେ କେମିତି? ତେଣୁ ସେହି ଦୃଷ୍ଟିକୁ ଆଖି ଆଗରେ ରଖି ଏ ଅଞ୍ଚଳର ଯେଉଁ ଟାଟା କମ୍ପାନୀ ଯେହେତୁ ନିଳାଞ୍ଚଳର ପ୍ରସାରଣ କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ତାଙ୍କୁ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ତାଙ୍କର ଯେଉଁ କାର୍ଯ୍ୟକ୍ରମଟି 20 ତାରିଖରେ ରଖିଛନ୍ତି, ତାକୁ ଆମେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛୁ। ଏଇଥିପାଇଁ ସମର୍ଥନ କରୁଛୁ, ଟାଟା କମ୍ପାନୀ ଯେଉଁ ଦିନଠାରୁ ଏ ଅଞ୍ଚଳକୁ କଳକାରଖାନା ସ୍ଥାପିତ କଲେ, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଆଦିବାସୀମାନଙ୍କର ଶିକ୍ଷା ଏବଂ ଉନ୍ନତି ଏବଂ ଭାଷାକୁ ଆଗେଇ ନେବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।
ସେଇଥିପାଇଁ ଆମ ଏ ଅଞ୍ଚଳରେ ଟାଟା କମ୍ପାନୀ ଯଦି ପୁନର୍ବାର ରୁଗ୍ଣ ଅବସ୍ଥାରେ ପଡ଼ିଥିବା କଳକାରଖାନା ଗୁଡ଼ିକ ପୁନର୍ଜୀବିତ କଲେ ଏ ଅଞ୍ଚଳ ବାସିନ୍ଦାଙ୍କର ବିକାଶ ଏବଂ ବିସ୍ଥାପିତ ଲୋକଙ୍କର ବିକାଶ ଏବଂ ସାଧାରଣ ଲୋକଙ୍କ ଡାଇରେକ୍ଟ ଇନଡାଇରେକ୍ଟ ରୋଜଗାରକ୍ଷମ ଦେବ ବୋଲି ଆମେ ଆଶା ରଖିଛୁ। ମୋ ନାଁ ବୀରେନ୍ଦ୍ର ଜାମୁଦା, ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ସଭାପତି ରୂପରେ କାର୍ଯ୍ୟ କରୁଛି। ଆଜି ପ୍ରେସ୍ ମିଟ୍ ଆମେ ଏଇଥିପାଇଁ ଡାକିଛୁ ଯେ ଆସନ୍ତା 20/12/2024 ଯେଉଁ ଜନଶୁଣାଣି ସରକାର ଘୋଷଣା କରିଛନ୍ତି, ଜନଶୁଣାଣିକୁ ନୀଳାଚଳ ଟାଟା ଯାହା ସମ୍ପ୍ରସାରଣ ହେବ ତା ବାବଦରେ ଜନଶୁଣାଣି ପାଇଁ ନୋଟିଫିକେସନ୍ କରାହେଇଛି। ସେ ବାବଦରେ ଆପଣମାନଙ୍କୁ ଦ୍ୱିପଦ କହିବା ପାଇଁ ଆମେ ଡାକିଛୁ। ଆପଣମାନେ ଜାଣିଛନ୍ତି ବିଗତ ଦିନରେ ନୀଳାଚଳ ରୁଗ୍ଣ ଅବସ୍ଥାରେ ବନ୍ଦ ହୋଇକି ପଡ଼ିଥିଲା। ସରକାର ତାକୁ ଚଳାଇ ପାରିଲେନି। ଯାହା ହେଉ ବଡ଼ ଖୁସିର କଥା ଯେ ତାକୁ ଟାଟା ଅଧିଗ୍ରହଣ କରିକି ବର୍ତ୍ତମାନ ଭଲ ସୁଚାରୁ ରୂପରେ ଚାଲିଛି ଏବଂ ତାର ବର୍ତ୍ତମାନ ସମ୍ପ୍ରସାରଣ କରିବା ପାଇଁ କମ୍ପାନୀର ଯେଉଁ ବ୍ୟବସ୍ଥା ଅଛି ସେଇଥିପାଇଁ ଡକାଯାଇଛି ଏବଂ ଏଥିପାଇଁ ଆମେ ଆମ ବିସ୍ଥାପିତ ପରିବାର ଉନ୍ନୟନ ତରଫରୁ এই ଜନଶୁଣାଣିକୁ ଆମେ ସମର୍ଥନ କରୁଛୁ, ପୂର୍ଣ୍ଣ ସହଯୋଗ କରୁଛୁ। ଏଭଳିଆ ରୁଗ୍ଣ କମ୍ପାନୀ ସରକାରଙ୍କର ରୁଗ୍ଣ ସଂସ୍ଥାକୁ କିଣିକି ସେଠି ଯେଉଁ ଲୋକମାନେ ବିସ୍ଥାପିତ ହେଇଛନ୍ତି ତାଙ୍କୁ ଯେଉଁ କମ୍ପାନୀ ଉଦ୍ଧାର କରିକି ଆଜିକା ଡେଟ୍ରେ ସବୁ ପରିବାର ବଞ୍ଚିଛନ୍ତି, ସେଥିପାଇଁ ଆମେ ପରିବାର ବିସ୍ଥାପିତ ପରିବାର ତରଫରୁ ଆମେ ବହୁତ ଖୁସି ଏବଂ ଏ ସଂସ୍ଥା ଆଗକୁ କେମିତି ଏଠି ହେଲେ ଲୋକମାନଙ୍କର ପାରିପାର୍ଶ୍ୱିକ କେମିତି ଡେଭଲପ୍ ହୋଇପାରିବ, ଲୋକମାନେ କେମିତି ସୁବିଧା ପାଇପାରିବେ, ଏହା ହେଉଛି ଆମର ସେଇଥିପାଇଁ ଆମେ ତାକୁ ସହଯୋଗ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଛୁ ଏବଂ କରିବୁ।